ଜୟ ଜଗନ୍ନାଥ ସାଙ୍ଗମାନେ। ଏ ରୋଷେଇର ଭିଡ଼ିଓଟି ମୁଁ ଅଧାରୁ ଆରମ୍ଭ କରୁଛି, କାହିଁକି ଏଇ ଜିନିଷଟି ମୁଖ୍ୟ ଜିନିଷଟି ଦେଖିବା ପାଇଁ ଆପଣମାନଙ୍କ ପାଇଁ। ଦେଖନ୍ତୁ, ଏ ଜିନିଷଟି ସେମିତି କିଛି ନୂଆ ଜିନିଷ ନୁହେଁ। ଏଇଟା ହେଉଛି ଆମର କଖାରୁ ଡଙ୍କ। ତ ଆଳୁ ଛୁଇଁ ବଡ଼ି ବେସର କରିବାକୁ ଯାଉଥିଲି, ଭାବିଲି କଖାରୁ ଡଙ୍କ ଟିକେ ପକାଇଦେବି। ଦେଖନ୍ତୁ, ଏଠି ଆଳୁ ଛୁଇଁ ସିଝେଇକି ରଖିଦେଇଛି। ଏ କଖାରୁ ଡଙ୍କଟା ପକାଇବାର ଉଦ୍ଦେଶ୍ୟ ହେଲା, ମୋ ପୁଅ ଏଇଟାକୁ ଜାଣିପାରେନି। ସିଏ କେବେ କହିବ ଏଇଟା ଖଡ଼ା ଶାଗ, ଖଡ଼ା ଆମର ସେଇଟା କ'ଣ ଡାଙ୍ଗଟା, ନାଇଁ ତ କେବେ କହିବ ପୋଇ। ତ ଜାଣିପାରେନି, ସେଇଥିପାଇଁ ମୁଁ ତାକୁ ଏଥିରୁ ଖଣ୍ଡେ ଅଧେ ପକେଇକି, ମାନେ ସବୁବେଳେ ତ ନୁହଁ, ହେଇଛି ବାଡ଼ିରେ, ଲୋକ ନେଉଛନ୍ତି ଆମ ବାଡ଼ିରୁ, ଆମେ ତ ଖାଇପାରୁନୁ। ମୁଁ ସେଥିପାଇଁ ଭାବିଲି ହଁ ଖଣ୍ଡେ ପକାଇଦେବା, ଏଥିରେ ଜଣାପଡ଼ିବନି, ଆଉ ସେ ଖାଇ ବି ଦିଏ ଏ ଜିନିଷ। ଆଉ ଏପଟେ ଦେଖନ୍ତୁ ଅଣ୍ଡା ସିଝା ହେଇଛି, ଏଇଟା ଆମେ ଖାଇବୁ। ପୁଅ ତ ଆମିଷ ଖାଇବନି, ତାର ସାଧା, ସେଥିପାଇଁ ଆଳୁ ଛୁଇଁ ବଡ଼ି ପକାଇକି ବେସର କରୁଛି। ଦୁଇପଟେ ଦୁଇଟା ଯାକ ବସାଇ ଦେଇଛି। ସିଏ ନା ଏବେ ଏମିତି ଥିବ 8-15 ଦିନ କହିବ ମୁଁ ଆମିଷ ଖାଇବି, ଆଉ 8-15 ଦିନ କହିବ ଆମିଷ ଖାଇବି। ହେଲା, ତା ମନ ଯେତେବେଳେ ହେବ କହିବ ମୁଁ ଆମିଷ ଖାଇବିନି। ତ ଏବେ ଚାଲିଛି ସାଧା ଖାଇବା ତାର ପାଳି। ତ ତା ପାଇଁ ଆଳୁ ଛୁଇଁ ବଡ଼ି ବେସର କରିବି, ଆଉ ସେଇଥିରେ ପକାଇ ଦେଇଛି ଏ ଖଣ୍ଡକ। ସେ ଏଥରକ କ'ଣ କହି ଖାଉଛି ଜଣା ନାହିଁ। କ'ଣ କହି ଖାଉଛି କ'ଣ, ଏଇଟା ତ ପଛେ ମୁଁ ଏଡ଼ିଟିଂ କରୁଛି, ଭଏସ୍ ଦେଉଛି। ତ ଏଇଟାକୁ ଏଥରକ ପୋଇ କହିଛି, ଆଉ ସବୁବେଳେ ଖଡ଼ା କହେ। ଏଥର ଜାଣିପାରିଲାନି, ପଚାରିଲାଠୁ କହିଲା ଏଇଟା ପୋଇ ବୋଲି। ମୁଁ କହିଲି ହଉ ହଉ, ତୁ ଯାହା ଭାବୁଛୁ ଭାବେ, ଖା ଆଉ କ'ଣ। ମୋତେ ପଚାରିଲା ମାମା ଏଇଟା କ'ଣ ବୋଲି, ମୁଁ କହିଲି ନାଇଁ ଏଇଟା ପୋଇ। କାହିଁକି କଖାରୁ ଡଙ୍କ କହିଥିଲେ ଖାଇନଥାନ୍ତା। ତ ଏପଟେ ଅଣ୍ଡା ପାଇଁ ପ୍ରିପେୟାର ଚାଲିଛି, ଆମର ପିଆଜ ପକାଇ ଦେଇଛି। ଏଠି ଟମାଟୋଟା କୋରିକି ରଖିଥିଲି, ସେଇଟାକୁ ମଧ୍ୟ ପକାଇଦେବି। ଦୁଇପଟେ ଦୁଇଟା ଯାକ ବସାଇ ଦେଇଛି ତ, ମାନେ ଏପଟେ ବି ଚାଲିଛି ସେପଟେ ବି ଚାଲିଛି। ଏପଟେ ମସଲା ହେଇଗଲାଣି, ଏଥିରେ ପକାଇଦେଲି ଆମର ଆଳୁ ଛୁଇଁ ପକାଇଦେବି। ବଡ଼ି ଭାଜିକି ରଖିଛି, ସେଇଟା ଲାଷ୍ଟକୁ ପକାଇବି, ନହେଲେ ଭାଙ୍ଗିଯିବ ଘଣ୍ଟା ଘଣ୍ଟିରେ। ଏଇଟା ହେଇଗଲାଣି, ପାଣି ଦେଇଦେବା ଏଥିରେ। ସିଏ ଏମିତିକାରେ ବି ସୋରିଷ ତରକାରୀ ଖାଏନି, କିନ୍ତୁ ଏ ଆଳୁ ଛୁଇଁ ବେସର କରିବାକୁ କହିଲି ତ ହଁ କଲା, କରିଦେଇଛି। କ'ଣ ହେଉଛି ଜଣା ନାହିଁ, ଖାଇବ କି ନାହିଁ। ଏଥିରେ ଟମାଟୋ ପକାଇ ଦେଇଛି। ଟମାଟୋଟା ଟିକେ କଷେଇ ହେଲା ପରେ ଆମର ମସଲା ପକାଇବି। ଅଣ୍ଡା ତରକାରୀରେ କିଛି ପକାଇବିନି, ଖାଲି 4ଟା ଅଣ୍ଡା ଆମେ 2 ଜଣଙ୍କ ପାଇଁ କରୁଛେ ତ, ଡାଲି ହେଇଛି ଯେହେତୁ ଆମର ଖାଲି ଅଣ୍ଡାଟା ହିଁ ଏମିତି ଟିକେ ଫ୍ରାଏ କରିଦେବି। ମସଲା ମସଲି ଆଳୁ ଫଳୁ କିଛି ପକାଇବିନି ଏଥିରେ। ମସଲାଟା ହେଇ ଆସିଲାଣି, ପକାଇଦେବା ଆମର ଏଇଟା ବାଟିକି ରଖିଥିଲି, ଜିରା ଧନିଆ ଆଉ ଅଦା ରସୁଣ ପେଷ୍ଟ, ଅଦା ରସୁଣ ଆମର ଏଇଟା ମିଶେଇକି ବାଟି ଦେଇଥିଲି। ଆଉ ଏ ଯେଉଁ ବର୍ଷା ପାଗ ପୁରା ଲାଗି ରହିଛି, କୌଣସି ମସଲା ଗୁଣ୍ଡ ବି କରି ହେଉନି, ଶୁଖେଇ ହେଉନି କି ଗୁଣ୍ଡ କରି ହେଉନି, ତ ବାଟିବା ପାଇଁ ପଡ଼ୁଛି। ଦେଖନ୍ତୁ, ବଡ଼ିଟା ତେଲ ଦେଇକି ଭାଜି ଦେଇଥିଲି, ସେଇଟା ମଧ୍ୟ ପକାଇ ନେଲି। ଆଉ ଲାଷ୍ଟକୁ ଏଇଟା ହେଇଗଲେ ଧନିଆ ପତ୍ର ଖାଲି ଟିକେ ପକାଇବି, ଆଉ କିଛି ପଡ଼ିବନି ଏଥିରେ। ଏପଟେ ମସଲା ହେଇଗଲାଣି, ତ ଏଥିରେ ଅଣ୍ଡା ପକାଇକି ଆକୁ ଟିକେ କଷେଇଦେବି। ଅଳ୍ପ ଟିକେ ପାଣି ଦେଇକି କଷେଇବି, ବେଶୀ ପାଣି ଦେବିନି। ଆଉ ଆପଣମାନେ ବି ପିଲାଙ୍କୁ ଏମିତି ଠକନ୍ତି ନା ନାହିଁ? ଯେଉଁ ପିଲା ଖାଉନଥିବ, ମୋ ପୁଅ ତ ବାରଣା ଜିନିଷ ଖାଏନି, ପରିବା ଗ୍ରୀନ୍ ପରିବାର ବିଲକୁଲ ଖାଏନି, ଯେମିତିକି ପୋଟଳ, କାଙ୍କଣ, ଆମର ଝୁଡ଼ୁଙ୍ଗ, ବିନ୍ସ, ଆଉ ରହିଲା ଆମର କାଙ୍କଣ ଖାଏନି, କୁନ୍ଦୁରି ଖାଇବନି। ଆଉ ଛୁଆଦିନେ କୁନ୍ଦୁରିର ବି ଗୋଟେ ଅଛି ତାର ଷ୍ଟୋରି। କୁନ୍ଦୁରି ମାନେ ଛୋଟ କୁନ୍ଦୁରି ଯେଉଁ ହେଇଥାଏ କଷିଗୁରା, ସେଗୁରା କାକୁଡ଼ି କହି ଖାଇଦିଏ, ଛୋଟ କାକୁଡ଼ି କହି ଖାଇଦିଏ। କିନ୍ତୁ ଏବେ ତ ଜାଣିଦେଲାଣି, ବଡ଼ ହେଇଗଲାଣି, ଆଉ ଖାଉନି ସେଗୁରା। କିନ୍ତୁ ଏଇ କଖାରୁ ଡଙ୍କାଟା ତାକୁ ସ୍କାମ୍ କରାହେଉଛି। ଏବେ ସୁଦ୍ଧା ହେଲାଣି, ସେ ଜାଣିପାରୁନି କଖାରୁ ଡଙ୍କକୁ, ତ ମୁଁ ତାକୁ ଦେଇଦିଏ। ଏମିତି କ୍ୱଚିତ୍, ସବୁବେଳେ ତ ହୁଏନି, ଏମିତି 4 ମାସ 6 ମାସ ଯଦି ହେଲା କଖାରୁ ଡଙ୍କ ଅଛି ଟିକେ ପକାଇଦିଏ ଆଉ କ'ଣ। ତ
ତରକାରୀଟା ହେଇ ଆସିଲାଣି, ଏବେ ଧନିଆ ପତ୍ର ପକେଇଦେଲି। ଏଥିରେ ଖଣ୍ଡେ ଖଟା ପଡ଼ିଥାନ୍ତା କିନ୍ତୁ ପୁଅକୁ ପସନ୍ଦ ନାହିଁ ଖଟା ପଡ଼ିଲେ, ମୁଁ ସେଥିପାଇଁ ଖଟା ପକଉନି, ସାଧାରେ କରୁଛି। ନହେଲେ ଟିକେ ଆମ୍ବୁଲ ପଡ଼ିଥିଲେ ଭଲ ଲାଗିଥାନ୍ତା। ସେ ଖାଇଦେଲା ସେମିତି ଆଉ କ'ଣ। ତାକୁ ସୋରିଷ ଦିଆ ମାଛ ତରକାରୀ ବି ଖଟା ପସନ୍ଦ ନାହିଁ, ଆଉ ଏଥିରେ ବି ଖଟା ପସନ୍ଦ ନାହିଁ। ଅଣ୍ଡା ତରକାରୀ ହେଇଗଲାଣି, ସେଥିରେ ଟିକେ ଏବେ ଲୁଣ ପକେଇଦେବା। ଏଟାକୁ ବେଶୀ ପାଣି ଦେଇନି, ଅଳ୍ପ ଟିକେ ପାଣି ଦେଇକି ବସେଇ ଦେଇଛି। ଏବେ ଧନିଆ ପତ୍ର ପକେଇକି ଘାଣ୍ଟିଦେବା, ତାକୁ ବନ୍ଦ କରିଦେବି ଏମିତିକା ଆଉ କ'ଣ। ଏଟା ପୁରା ଶୁଖିଲା ହେଇଯିବ ନହେଲେ। ଆଳୁ ଛୁଇଁ ବଡ଼ି ବେସରଟା କେମିତି ଲାଗୁଛି କମେଣ୍ଟ କରିବେ।